ସେଠି ଗୋଟେ ଥାଏ ବିଜୟ ମହାପାତ୍ରଙ୍କର କିଛି ଗୋଟେ ଦବଦବା ଅଛି, ମାନେ ତାଙ୍କୁ ଭଲ ପାଇବା ଅଛି ଯାହାକୁ କହନ୍ତି। ଏ ଯୋଉ ଅରବିନ୍ଦ ମହାପାତ୍ର ଜଣେ କିଛି ଖରାପ ଇଏ ନୁହଁ, ଜଣେ ଶିକ୍ଷିତ ପିଲା ଏବଂ ଭଲ ଇଏ ଥିଲା। ତାଙ୍କୁ ଯଦି କାଢ଼ିବାର ଯଦି ସେମିତି କିଛି ତାଙ୍କ ଭିତରେ ତ ଆମେ ତ କହିପାରିବୁନି ଯେ କ'ଣ ଘଟିଥିଲା କ'ଣ ନାହିଁ। ଯଦି କିଛି ପ୍ରକୃତ ସତ ଘଟଣା ଘଟେ ସେ ସତଟା ପରିପ୍ରକାଶ କରିଦିଅନ୍ତୁ ଯେ ପ୍ରକୃତ ଏଇ ଜିନିଷଟା କରିଥିଲେ, ଏତେ ମାରାତ୍ମକ ଜିନିଷ ଥିଲା ଯେ ଆମେ ତାଙ୍କୁ କାଢ଼ିବା ପାଇଁ ବାଧ୍ୟ ହେଲୁ। ହଉ କିନ୍ତୁ ଜଣଙ୍କୁ ଦଳରୁ କାଢ଼ିଦେବା ପୂର୍ବରୁ କାହିଁକି ସେଇ ବିଷୟଟାକୁ ତାଙ୍କୁ ଡାକିକି ଯଦି ସମାଧାନ କରିଥାନ୍ତେ କି କ'ଣ ପାଇଁ ଇଏ ଜିନିଷ କରୁଛନ୍ତି କ'ଣ ପାଇଁ ନାହିଁ, ଦଳରୁ ତ ଏମିତି ଚାଲି ଚାଲି ସମୟ ଚାଲିଯିବେ, ତାହେଲେ ଦଳ ରହିବ କ'ଣ? ଲୋକଙ୍କ ଉପରେ ପ୍ରଭାବ ପଡ଼ୁନି? ଲୋକ ଆଉ ବିଜେପି ବର୍ତ୍ତମାନ ଲୋକଙ୍କର ଗାଁ ଗହଳିରେ ଚା ଦୋକାନରେ ବସିକି ଖଟି ହେଉଛି, ଆଉ ବିଜେଡ଼ିର ସତ୍ତା ରହିବନି, ବିଜେଡିକୁ ସବୁ ପଳେଇଲେ, ବିଜେଡ଼ିର ଅମୁକ ହେଲେ ସମୁକ ହେଲେ, ଆ ଦ୍ୱାରା ଦଳ ଉପରେ ପ୍ରଭାବ ପଡ଼ିଲା। କିନ୍ତୁ ନବୀନ ପଟ୍ଟନାୟକ ଏବେ ବି ଅଛନ୍ତି, ତାଙ୍କୁ ଯଦି ମୋ କହିବା ନବୀନ ପଟ୍ଟନାୟକ ତ ଅଛନ୍ତି, ତାଙ୍କୁ ଠିକ ପରାମର୍ଶ ତାଙ୍କ ଦାତା ରୁହନ୍ତୁ ଏବଂ ଦଳଟାକୁ ସଜାଡ଼ି ଦିଅନ୍ତୁ। ମାନେ କିଏ ଗୋଟେ ବାହାର କରିଦେବା କାହିଁ କାହାକୁ ହଉ କିଣି ବାହାର କରିଦେବା ପୂର୍ବରୁ ତାକୁ 5 ଥର କାହିଁ ଡାକିକି ତାକୁ ବସେଇକି ଇଏ କଲେ ହବନି। ଯାହାକୁ ପାଇବା ଆମେ ପ୍ରତ୍ୟେକ ଦଳରେ ଆମେ ଦେଖୁଛୁ, ପେପରରେ ପଢୁଛୁ, ଆଜି ଅମକୁ ବାହାର କରିଦେଲେ, କାଲି ସମୟରେ କଂଗ୍ରେସରେ ଅଛି, ବର୍ତ୍ତମାନ ବିଜେଡି ଚାଲି, ବିଜେପି ତ କେହି ବର୍ତ୍ତମାନ ଯିବାର ନାହିଁ, କାରଣ ଯେହେତୁ ଶାସନ ଅଛି। ଏଇ 2 ଦଳରୁ ବର୍ତ୍ତମାନ 41 ଜଣ ଏବେ ଗୋଟେ କଟକରୁ ସସ୍ପେଣ୍ଡ ହେଇଛନ୍ତି। ଆମର ଯୋଉ ମହମ୍ମଦ ମକିମଙ୍କ ଅନୁଗତ ମାନେ ହୁଅନ୍ତୁ ବା ଯିଏ ହୁଅନ୍ତୁ, ମାନେ ସସ୍ପେଣ୍ଡ ନୁହନ୍ତୁ, ସେମାନେ ଇସ୍ତଫା ଦେଇଛନ୍ତି 41 ଜଣ ଲଗାତାର ଏକା ଥରେ କି 41 ଜଣ ଇସ୍ତଫା। କେତେ ଗୋଟେ ପ୍ରଭାବ କହିଲେ ଗୋଟେ କଂଗ୍ରେସ ଦଳ ପ୍ରତି। ସେମିତି ବିଜେଡିର ଆମେ ପ୍ରତିଦିନ ଦେଖୁଛୁ, ଆଜି ଇଏ ଚାଲିଗଲା, କାଲି ସିଏ ଚାଲିଗଲା, କାଲି ସିଏ ପଞ୍ଚାୟତରୁ ସରପଞ୍ଚ ଇଏ ହେଇଗଲେ ସେମାନେ, ଆ ପ୍ରଭାବଟା ନିଶ୍ଚିନ୍ତ ପଡ଼ିବ। ଦେଖନ୍ତୁ ଏଇ ଗୋଟାକ ହେଉଛି ଭାରି ଖରାପ ଜିନିଷ। ତେଣୁ ଦଳରୁ କାଢ଼ିବା ପୂର୍ବରୁ ଗୋଟେ ଲୋକ ଥିଲା ଆମ ଦଳରେ, ଏତେ ଦିନ ଧରି ଥିଲା, କ'ଣ କରିଛି କ'ଣ ନାହିଁ। ଯଦି ଗୋଟେ ଭୁଲ କରିଛି, ଗୋଟେ ପୁଅ ଗୋଟେ ଭୁଲ କରିବ, କ'ଣ ବାପ ତାକୁ ଘରୁ ବିତାଡ଼ିତ କରିଦେଉଛି? ତାକୁ 2ଟା 3ଟା 4ଟା ସୁଯୋଗ ଦିଆଯାଉଛି। ଯଦି ସେମିତି ଅକ୍ଷମଣୀୟ ଅପରାଧ ହେଲା, ସେ ଲୋକ ତ କହିବେ ବାହାର କରିଦେବାକୁ, ତମେ କ'ଣ କହିବ? ତ ବାହାର କରାଯାଉନି କାହିଁକି ବୋଲି ଲୋକ କହିବେ। ତାକୁ ଆଜି ପର୍ଯ୍ୟନ୍ତ କାହିଁ ବାହାର କରାଯାଇ ନଥିଲା, ସେତେବେଳେ ଦଳର ସେଠି ଖାତିର ବଢ଼ିବ, ଦଳର ମାନେ ମାନ ବଢ଼ିବ ସେଠି।